ରାନୀ ପଣ୍ଡା ତାଙ୍କ ମାନେ ବିକ୍ରମ ସହିତ ନଜର ଆସିଲେ ଏବେ ଏ ଜନ୍ମଦିନରେ ବିକ୍ରମ ନାହାନ୍ତି ତାଙ୍କ ପାଖରେ ଗୋଟେ ଭାଇ ହିସାବରେ ଆପଣଙ୍କୁ କ'ଣ ଲାଗୁଛି ବିକ୍ରମ ଯାହା କଲା କ'ଣ ଠିକ୍ କଲା? ନା ଶୁଣନ୍ତୁ, ଯୋଉଟା ତ ସେ କହିସାରିଛି, ସେ ଯାହା କଲା ଠିକ୍ କଲା ସେଇଟା ସେ ନିଜେ ଅନୁତାପ କରୁଥିବେ। ମୁଁ ଗୋଟେ ପୁଅ ହିସାବରେ ସେ ତାଙ୍କୁ ଠିକ୍ ଭୁଲ କହିବାଟା ଠିକ୍ ହେବନି, କାରଣ ସେ କେତେ ଭୁଲ କରିଛନ୍ତି କେତେ ଠିକ୍ କରିଛନ୍ତି ସେଇଟା ସେ ନିଜେ ଅନୁତାପ କରୁଥିବେ। କିନ୍ତୁ ଆଜି ଜନ୍ମଦିନରେ ମୁଁ କହିବିନି ମୁଁ ତାଙ୍କ ସହିତ ଅଛି, ସମଗ୍ର ଓଡ଼ିଶାବାସୀ ତାଙ୍କ ସହିତ, ରାନୀ ପଣ୍ଡା ସହିତ ସମଗ୍ର ଓଡ଼ିଶାବାସୀ ରହିଛନ୍ତି। ତେଣୁ କରିକି ମୁଁ ତ ଅଲରେଡ଼ି ମାଗି ସାରିଥିଲି ସବୁ ସମୟରେ। ମୁଁ କୁହେ ବି ଦେଖିଥିବେ ମୋ ସୋସିଆଲ ମିଡ଼ିଆ ମାଧ୍ୟମରେ, ଭଗବାନ ତାକୁ ଭଲରେ ରଖନ୍ତୁ, ସମଗ୍ର ଓଡ଼ିଶାବାସୀଙ୍କର ଭଲ ପାଇବା ରହୁ। କିନ୍ତୁ ଆଜି ଜନ୍ମଦିନରେ ସେ ଖାଲି ଲିଙ୍ଗରାଜଙ୍କୁ ନୁହଁ, ପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ପ୍ରଥମେ ଦର୍ଶନ କରିଥିଲେ, ତାପରେ ଲିଙ୍ଗରାଜକୁ ଦର୍ଶନ କରିବା ପାଇଁ ଆସିଲେ। ତେଣୁ ଯାହା ହେଉ ମୁଁ ଆସିକି ପହଞ୍ଚିଥିଲି। କିନ୍ତୁ ଏଠି ଗୋଟେ ଯେଉଁ ବଡ଼ ଜିନିଷ ସେ କହିଛନ୍ତି ଯେ ଜାଗର ଦିନ ସେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପାଇଁ 5 ଲକ୍ଷ ଟଙ୍କା ଦେବେ। ତ ମୁଁ ବି ଖୁସି, କାରଣ ପବିତ୍ର ଜାଗରରେ ମୋର ମଧ୍ୟ ଜନ୍ମଦିନ 2 ବର୍ଷ ହେଲା। ସେ ଯେତେ ବି କାର୍ଯ୍ୟ ବ୍ୟସ୍ତତା ଭିତରେ ବି ସେ ପହଞ୍ଚନ୍ତି। କିନ୍ତୁ ଏଥର ଯାହା ବି ଆଉ ଟିକେ ଖୁସି ଲାଗିଲା, ଯେହେତୁ ଏତେ ବଡ଼ ହୃଦୟ ସମଗ୍ର ଓଡ଼ିଶାରେ ମିଳିବା ବହୁତ କଷ୍ଟକର। କାରଣ ଚିନ୍ତା କରନ୍ତୁ, ଏ ରାଜନୈତିକ ସମୟରେ ସମସ୍ତେ ପ୍ରଚାର ପ୍ରସାର ନିଜ ନିଜ କାର୍ଯ୍ୟର ବ୍ୟସ୍ତତା ଥିବାବେଳେ କିନ୍ତୁ ସେ ନିଜର ଜନ୍ମଦିନରେ ଗୋଟେ ଏତେ ବଡ଼ ଉପହାର ଦେଇପାରିଲେ ସାରା ଓଡ଼ିଶାବାସୀମାନଙ୍କୁ। ତେଣୁ ଓଡ଼ିଶାବାସୀମାନଙ୍କ ପାଇଁ, ଯେମିତି ଆପଣ ପ୍ରଶ୍ନ ପଚାରୁଥିଲେ, ଓଡ଼ିଶାବାସୀମାନଙ୍କ ପାଇଁ କ'ଣ କରିବେ, ସେ ଆଜି ଜନ୍ମଦିନର ନୁହେଁ, ପ୍ରତ୍ୟେକ ଦିନ ସେ ଓଡ଼ିଶାବାସୀଙ୍କ ପାଇଁ କିଛି ନା କିଛି କାର୍ଯ୍ୟ କରୁଛନ୍ତି। ତେଣୁ ସମସ୍ତଙ୍କୁ କହିବି, ଯେମିତିକା ଭଲ ପାଇବା ରଖିଛନ୍ତି ତ ରାନୀ ପଣ୍ଡା ପ୍ରତି ସେମିତିକା ଭଲ ପାଇବା ରଖିଥାନ୍ତୁ। ତେଣୁ ସେ ତା ଜୀବନ କାଳ ଭିତରେ ବହୁତ ଦୁଃଖ କଷ୍ଟ, ଆଜି ମଧ୍ୟ ମୁଁ ଦେଖୁଥିଲି ଲିଙ୍ଗରାଜକୁ ଯେତେବେଳେ ସେ ପାଣି ଢାଳୁଥିଲେ ତା ଆଖିର ହିଁ ଲୁହ ଥିଲା। ସେ କେବଳ ଉପରେ ଉପରେ କେବଳ ହସିବା ଶିଖିଛି, ଯେଉଁଥିପାଇଁ ଲୋକଙ୍କ ଆଗରେ ସେ ହସୁଛି, କିନ୍ତୁ ଭିତରେ ବହୁତ କଷ୍ଟ ଅଛି। ତେଣୁ ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ବି ମୁଁ ହାତ ଯୋଡ଼ି ଏତିକି ପ୍ରାର୍ଥନା କରିବି, ତାକୁ ଖୁସିରେ ରଖନ୍ତୁ, ଭଲରେ ରଖନ୍ତୁ, ତା ଜୀବନର ଯାହା ସଂଘର୍ଷ ସେ କରୁଛି ବହୁତ ଆଗକୁ ଯାଉ। ଯେତେବେଳେ ବାବୁବାବୁଙ୍କର ବାର୍ଥଡେ ଥିଲା ସେତେବେଳେ ରାନୀ ପଣ୍ଡା ଆସିକିରି ବାବୁବାବୁଙ୍କ ସାଙ୍ଗରେ ଠିଆ ହୁଅନ୍ତି, ସବୁ ଜାଗାକୁ ଯାଆନ୍ତି, କିଛି ଜିନିଷ ବାଣ୍ଟନ୍ତି, କିଛି କରନ୍ତି। ଆଜି ସେମିତି କିଛି ରାନୀ ବାପାଙ୍କର କ'ଣ ସେମିତି ନିହାତି ଭାବରେ ଦେଖନ୍ତୁ, ଗୋଟେ କଥା ହେଲା କ'ଣ, ଆମେ ତ ଯେଉଁ କଥା କହିଲି ପ୍ରତ୍ୟେକ ସମୟରେ ଆମେ ଚିନ୍ତା କରୁ। ତେଣୁ ମୁଁ ବି ମଧ୍ୟ କହିବି, ଯଦି ମୁଁ ଏବେ କୌଣସି ନା କୌଣସି ଲୋକମାନଙ୍କ ପାଖରେ ପହଞ୍ଚି ପାରୁଛି, ସେବା କରୁଛି, ସେଇଟା ଯଦି ମୋର ଜଣେ ଇନ୍ସପାୟାର କେହି ଥାଆନ୍ତି ସେ ହେଲା ରାନୀ ପଣ୍ଡା। କାରଣ ମୁଁ ଚିନ୍ତା କଲି, ଯଦି ଗୋଟେ ମୋର ଭଉଣୀ ଯଦି ସେମିତିକା କାର୍ଯ୍ୟ କରିପାରୁଛି ତ ମୁଁ କାହିଁକି କରିପାରିବିନି। ତ ମୁଁ ବି ମଧ୍ୟ ସେଥିପାଇଁ ଚିନ୍ତା କରିକି କରୁଛି। ତେଣୁ ଆଜିର ଦିନରେ ତ ଚିନ୍ତା କରିବି, ଯଦି ପାରିବି ଏତିକି ଭାବିଥିଲି ରାମ ମନ୍ଦିର ପାଖକୁ ଟିକେ ଯିବି, ଯେହେତୁ ସେ ଲିଙ୍ଗରାଜ ମନ୍ଦିର ପାଖରେ ବୁଲି ସାରିଲେଣି। ରାମ ମନ୍ଦିର ପାଖରେ ଯେଉଁ ଦୁଃଖୀ ଦରିଦ୍ରମାନେ ପ୍ରତ୍ୟେକ ଦିନରେ ସେଠି ଭିକ୍ଷାବୃତ୍ତି କରିକି ନିଜେ ଚଳୁଛନ୍ତି, ସେମାନଙ୍କ ପାଖରେ ଟିକେ ପହଞ୍ଚିବି ବୋଲି ଭାବିଛି। ତେଣୁ ଆପଣମାନଙ୍କ ଜରିଆରେ ମଧ୍ୟ ସେମାନଙ୍କ ପାଖରେ ପହଞ୍ଚି ଏତିକି ସେ ରାମ ମନ୍ଦିର ପାଖରେ ପ୍ରଭୁ ରାମଙ୍କୁ ବି ଏତିକି ପ୍ରାର୍ଥନା କରିବି, 36 କୋଟି ଦେବାଦେବୀଙ୍କୁ ଏତିକି ମୁଁ ହାତ ଯୋଡ଼ି ପ୍ରାର୍ଥନା କରିବି, ତାକୁ ଭଲରେ ରଖନ୍ତୁ। ସରି, ଠିକ୍ ଅଛି 33 କୋଟି। ତ ମୁଁ ଯଦି 36 କୋଟି କହୁଛି ବି କିଛି କଥା ନାହିଁ, ଦେବତା ଦେବୀ ଆହୁରି ଅଧିକ, ତେଣୁ କିଛି କଥା ନାହିଁ। ଯେଉଁଟା କହିଲେ 33 କୋଟି ଦେବାଦେବୀ ସେଇଟା ଠିକ୍ କଥା, କିନ୍ତୁ ସେଇଟା 36 ମୁଁ ଆହୁରି ଟିକେ ବଢ଼େଇ ଦେଲେ କିଛି ଅସୁବିଧା ନାହିଁ। ତେଣୁ ନିହାତି ନିହାତି ଭାବରେ ରାନୀ ପଣ୍ଡା ତାଙ୍କ ମାନେ ବିକ୍ରମ ସହିତ ନଜର ଆସିଲେ ଏବେ ଏ ଜନ୍ମଦିନରେ ବିକ୍ରମ ନାହାନ୍ତି ତାଙ୍କ ପାଖରେ ଗୋଟେ ଭାଇ ହିସାବରେ ଆପଣଙ୍କୁ କ'ଣ ଲାଗୁଛି ବିକ୍ରମ ଯାହା କଲା କ'ଣ ଠିକ୍ କଲା? ନା ଶୁଣନ୍ତୁ, ଯୋଉଟା ତ ସେ କହିସାରିଛି, ସେ ଯାହା କଲା ଠିକ୍ କଲା ସେଇଟା ସେ ନିଜେ ଅନୁତାପ କରୁଥିବେ। ମୁଁ ଗୋଟେ ପୁଅ ହିସାବରେ ସେ ତାଙ୍କୁ ଠିକ୍ ଭୁଲ କହିବାଟା ଠିକ୍ ହେବନି, କାରଣ ସେ କେତେ ଭୁଲ କରିଛନ୍ତି କେତେ ଠିକ୍ କରିଛନ୍ତି ସେଇଟା ସେ ନିଜେ ଅନୁତାପ କରୁଥିବେ। କିନ୍ତୁ ଆଜି ଜନ୍ମଦିନରେ ମୁଁ କହିବିନି ମୁଁ ତାଙ୍କ ସହିତ ଅଛି, ସମଗ୍ର ଓଡ଼ିଶାବାସୀ ତାଙ୍କ ସହିତ, ରାନୀ ପଣ୍ଡା ସହିତ ସମଗ୍ର ଓଡ଼ିଶାବାସୀ ରହିଛନ୍ତି। ତେଣୁ କରିକି ମୁଁ ଏତିକି